ବେନସିରାକଙ୍କର ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 16। ଦୁଷ୍ଟ ବ୍ୟକ୍ତି ପ୍ରତି ଶାସ୍ତି। ଅନୁପଯୋଗୀ ସନ୍ତାନମାନଙ୍କର ସଂଖ୍ୟା ବୃଦ୍ଧି ପାଇଁ ଆଗ୍ରହାନ୍ୱିତ ହୁଅ ନାହିଁ କିମ୍ବା ଅଧର୍ମୀ ପୁତ୍ରମାନଙ୍କ ସମ୍ବନ୍ଧରେ ଆନନ୍ଦ ପ୍ରକାଶ କର ନାହିଁ। ଯେଉଁ ପୁତ୍ରମାନେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରନ୍ତି ନାହିଁ, ସେମାନଙ୍କର ସଂଖ୍ୟା ଯେତେବେଳେ ପରିବର୍ତ୍ତିତ ହୁଏ, ସେତେବେଳେ ସେଥିପାଇଁ ଆନନ୍ଦିତ ହୁଅ ନାହିଁ। ସେମାନଙ୍କର ଦୀର୍ଘାୟୁ କିମ୍ବା ସଂଖ୍ୟା ବୃଦ୍ଧିରେ ତୁମର ଆସ୍ଥା ସ୍ଥାପନ କର ନାହିଁ। କାରଣ ସହସ୍ର ଅପେକ୍ଷା ଜଣେ ପୁତ୍ର ବରଂ ଶ୍ରେଷ୍ଠ ଓ ଅଧର୍ମୀ ପୁତ୍ରମାନଙ୍କର ଲାଭ ଅପେକ୍ଷା ନିଃସନ୍ତାନ ହୋଇ ମୃତ୍ୟୁବରଣ ବରଂ ଶ୍ରେୟସ୍କର। କାରଣ ଜ୍ଞାନ ସମ୍ପନ୍ନ ଜଣେ ବ୍ୟକ୍ତି ମାଧ୍ୟମରେ ନଗର ଲୋକପୂର୍ଣ୍ଣ କରାଯିବ, କିନ୍ତୁ ଅଧର୍ମୀମାନଙ୍କ ଗୋଷ୍ଠୀ ଦ୍ୱାରା ତାହା ବିଜନ ହୋଇଯିବ। ଏହିପରି ବହୁ ବିଷୟ ମୋର ଚକ୍ଷୁ ଦେଖିଅଛି ଓ ଏହା ଅପେକ୍ଷା ଅଧିକ ହୃଦୟସ୍ପର୍ଶୀ କାର୍ଯ୍ୟ ସକଳ ମୋର କର୍ଣ୍ଣଗୋଚର ହୋଇଅଛି। ପାପୀମାନେ ଯେତେବେଳେ ସମ୍ମିଳିତ ହୁଅନ୍ତି, ସେତେବେଳେ ଏକ ଅଗ୍ନି ପ୍ରଜ୍ୱଳିତ ହେବ ଓ ଅବଜ୍ଞାବହ ଜନତା ମଧ୍ୟରେ କ୍ରୋଧାଗ୍ନି ପ୍ରଜ୍ୱଳିତ ହେବ। ନିଜ ଶକ୍ତିରେ ଆସ୍ଥା ସ୍ଥାପନ କରି ଯେଉଁ ପ୍ରାଚୀନ ବିରାଟକାୟ ବ୍ୟକ୍ତିମାନେ ବିଦ୍ରୋହ କରି ଉଠିଥିଲେ, ସେ ସେମାନଙ୍କୁ କ୍ଷମା ଦେଇ ନଥିଲେ। ସେମାନଙ୍କର ଔଦ୍ଧତ୍ୟ ଯୋଗୁଁ ଲଟଙ୍କର ଯେଉଁ ପ୍ରତିବେଶୀମାନଙ୍କୁ ସେ ଘୃଣା କରିଥିଲେ, ସେହିମାନଙ୍କୁ ସେ ରକ୍ଷା କଲେ ନାହିଁ। ବିନାଶ ପାଇଁ ନିରୂପିତ ଏକ ଜାତି ପ୍ରତି ସେ କରୁଣା ପ୍ରଦର୍ଶନ କଲେ ନାହିଁ। ସେମାନଙ୍କୁ ସେମାନଙ୍କ ପାପାବସ୍ଥାରେ ସେ ବିନାଶ କଲେ। ଆମନୀୟତା ପୂର୍ବକ ଯେଉଁମାନେ ବିଦ୍ରୋହ ସକାଶେ ସମବେତ ହେଲେ, ସେହି 6 ଲକ୍ଷ ପଦାତିକମାନଙ୍କ ପ୍ରତି ସେ ଅନୁକମ୍ପା ପ୍ରଦର୍ଶନ କଲେ ନାହିଁ। ଅନମନୀୟ ବ୍ୟକ୍ତି ଯଦିଓ କେବଳ ଜଣେ ମାତ୍ର, ତଥାପି ସେ ଯଦି ଅଦଣ୍ଡିତ ହୋଇ ରହେ, ତାହା ଆଶ୍ଚର୍ଯ୍ୟର ବିଷୟ ହେବ। କାରଣ କରୁଣା ତଥା କ୍ରୋଧ ପ୍ରଭୁଙ୍କର ସହବର୍ତ୍ତୀ। କ୍ଷମା କରିବା ପାଇଁ ସେ ସର୍ବଶକ୍ତିସମ୍ପନ୍ନ ଓ ସେ ତାହାଙ୍କ କ୍ରୋଧକୁ ଢାଳି ଦିଅନ୍ତି। ତାହାଙ୍କର କରୁଣା ଯେଉଁପରି ବିଳାସ, ତାହାଙ୍କର ତିରସ୍କାର ମଧ୍ୟ ସେହିପରି ବିପୁଳ। ମନୁଷ୍ୟର କର୍ମ ମୁତାବକ ସେ ତା'ର ବିଚାର କରନ୍ତି। ଲୁଣ୍ଠିତ ପଦାର୍ଥ ସହ ପାପୀ ରକ୍ଷା ପ୍ରାପ୍ତ ହେବ ନାହିଁ ଓ ନୀତିନିଷ୍ଠ ବ୍ୟକ୍ତି ଧୈର୍ଯ୍ୟ ବ୍ୟର୍ଥ ହେବ ନାହିଁ। କରୁଣା ପ୍ରଦର୍ଶନ ସକାଶେ ପ୍ରଭୁ ସୁଯୋଗ ଉଣ୍ଡିବେ। ସମସ୍ତେ ନିଜ ନିଜର କର୍ମ ମୁତାବକ ପ୍ରତିଫଳ ପ୍ରାପ୍ତ ହେବେ। ପ୍ରତିଦାନ ସୁନିଶ୍ଚିତ। ଏପରି କେବେହେଁ କୁହ ନାହିଁ ଯେ, ମୁଁ ପ୍ରଭୁଙ୍କ ସମୀପରୁ ଲୁଚି ରହିବି। ଊର୍ଦ୍ଧ୍ୱରୁ କିଏ ମୋତେ ସ୍ମରଣ କରିବ? ସଂଖ୍ୟାଧିକ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଁ ଅପରିଚିତ ହୋଇ ରହିବି। କାରଣ ଅସମୀଶ ସୃଷ୍ଟି ମଧ୍ୟରେ ମୋର ଆତ୍ମା ବା କ'ଣ? ସ୍ୱର୍ଗ ତଥା ସ୍ୱର୍ଗାଧୀଶ ଓ ପାତାଳ ତଥା ପୃଥିବୀ ତାହାଙ୍କର ପରିଦର୍ଶନ କାଳରେ ଥରହର ହେବ। ପର୍ବତ ସକଳ ତଥା ପୃଥିବୀର ଭିତ୍ତିମୂଳ ସବୁ ତାହାଙ୍କର ଦୃଷ୍ଟିପାତରେ କମ୍ପନପୂର୍ବକ ଆନ୍ଦୋଳିତ ହୁଏ। ଏହା ସମ୍ପର୍କରେ କାହା ଅନୁଧ୍ୟାନ କରେ ନାହିଁ। ତାହାଙ୍କର କର୍ମାବଳୀ ମାର୍ଗାବଳୀ ମଧ୍ୟରେ କିଏ ବା ଧ୍ୟାନ କରେ? ମନୁଷ୍ୟ ସୃଷ୍ଟିର ଅଗୋଚର ତୋଫାନ ସଦୃଶ ତାହାଙ୍କର ଅଧିକାଂଶ କର୍ମାବଳୀ ଗୁପ୍ତ ହୋଇ ରହେ। ତାହାଙ୍କର ନ୍ୟାୟପୂର୍ଣ୍ଣ କର୍ମାବଳୀ କିଏ ବିଜ୍ଞାପନ କରିବ? କିମ୍ବା ସେ ସମସ୍ତକୁ କିଏ ଅପେକ୍ଷା କରିବ? କାରଣ ବ୍ୟବସ୍ଥା ବିଧାନ ସୁଦୂର। ଜଣେ ଜ୍ଞାନହୀନ ବ୍ୟକ୍ତି ଏହିପରି ଚିନ୍ତା କରେ। ବୁଦ୍ଧିହୀନ ତଥା ପଥଭ୍ରଷ୍ଟ ବ୍ୟକ୍ତି ମୂଢ଼ତାପୂର୍ବକ ଆଲୋଚନା କରେ। ମନୁଷ୍ୟ ଓ ସଂସାର। ହେ ମୋର ବତ୍ସ, ମୋର କଥା ଶୁଣି ଜ୍ଞାନ ଅର୍ଜନ କର। ମନୋଯୋଗ ପୂର୍ବକ ମୋର ବାକ୍ୟ ଶ୍ରବଣ କର। ନିଗୂଢ଼ ଶିକ୍ଷା ମୁଁ ପ୍ରଦାନ କରିବି ଓ ଯଥାର୍ଥ ଜ୍ଞାନ ମୁଁ ପ୍ରଖ୍ୟାପନ କରିବି। ପ୍ରଭୁ ପ୍ରାରମ୍ଭରେ ସମସ୍ତ ପଦାର୍ଥ ସୃଜନ କଲେ।
ସେ ସମସ୍ତ ସୃଷ୍ଟ ହେବା କ୍ଷଣି ସେ ସେମାନଙ୍କୁ ସେମାନଙ୍କ ଦଳ ବିଭାଗ ମଧ୍ୟ ନିର୍ଣ୍ଣୟ କଲେ। ଚିରନ୍ତନ କ୍ରମାନୁସାରେ ସେ ସମସ୍ତକୁ ସେ ସଜାଇଲେ। ସେହି ସୁଶୃଙ୍ଖଳିତ ବିନ୍ୟାସ ଭବିଷ୍ୟତ ବଂଶ ସକଳ ପାଇଁ ମଧ୍ୟ ସ୍ଥିରୀକୃତ ହୋଇଛି। ସେ ସମସ୍ତ କ୍ଷୁଧାତୁର କିମ୍ବା କ୍ଳାନ୍ତ ହୁଅନ୍ତି ନାହିଁ ଓ ସେମାନେ ନିଜ ନିଜ ପରିଶ୍ରମରୁ ନିବୃତ୍ତ ହୁଅନ୍ତି ନାହିଁ। ସେମାନେ କଳହ କରି ପରସ୍ପର ମଧ୍ୟରେ ଧକ୍କା ମରାମରି ହୁଅନ୍ତି ନାହିଁ ଓ ସେମାନେ ତାହାଙ୍କର ବାକ୍ୟକୁ କେବେ ହେଁ ଅବଜ୍ଞା କରନ୍ତି ନାହିଁ। ଏହାପରେ ପ୍ରଭୁ ତାହାଙ୍କ ପୃଥିବୀ ଉପରେ ଦୃଷ୍ଟି ପକାଇଲେ ଓ ତାହାଙ୍କୁ ଉତ୍ତମ ପଦାର୍ଥରେ ଭରିଦେଲେ। ତାହାର ଉପରି ଭାଗକୁ ସର୍ବବିଧ ଜୀବିତ ପ୍ରାଣୀମାନଙ୍କ ଦ୍ୱାରା ସେ ପରିପୂର୍ଣ୍ଣ କଲେ ଓ ସେ ସମସ୍ତ ତାହା ନିକଟକୁ ଫେରିଯିବେ। ଅଧ୍ୟାୟ 17। ପ୍ରଭୁ ମନୁଷ୍ୟକୁ ମୃତ୍ତିକାରୁ ସୃଷ୍ଟି କଲେ ଓ ତାକୁ ତାହା ନିକଟକୁ ପୁନରାୟ ଫେରାଇଲେ। ସେ ସେମାନଙ୍କୁ ଅଳ୍ପ ସମୟ ନିର୍ଦ୍ଦିଷ୍ଟ ଦିନ ପ୍ରଦାନ କଲେ, କିନ୍ତୁ ଭୂପୃଷ୍ଠ ଉପରେ ଅସ୍ତିତ୍ୱ ବିଶିଷ୍ଟ ସମସ୍ତ ବସ୍ତୁ ଉପରେ ତାକୁ ଅଧିକାର ପ୍ରଦାନ କଲେ। ସେମାନଙ୍କୁ ସେ ତାହାଙ୍କ ଶକ୍ତି ସଦୃଶ ଶକ୍ତିରେ ବିଭୂଷିତ କରାଇଲେ ଓ ସେମାନଙ୍କୁ ନିଜରୁ ପ୍ରତିରୂପରେ ସୃଜନ କଲେ। ସମସ୍ତ ଜୀବିତ ପ୍ରାଣୀମାନଙ୍କଠାରେ ସେ ସେମାନଙ୍କ ସମ୍ବନ୍ଧୀୟ ଭୟ ଉପସ୍ଥାପିତ କଲେ ଓ ପଶୁ ତଥା ପକ୍ଷୀ ସମସ୍ତ ଉପରେ ସେମାନଙ୍କୁ କର୍ତ୍ତୃତ୍ୱ ପ୍ରଦାନ କଲେ। ସେମାନଙ୍କ ସକାଶେ ସେ ଜିହ୍ୱା ତଥା ଚକ୍ଷୁ ସୃଷ୍ଟି କଲେ ଓ ସେମାନଙ୍କୁ କର୍ଣ୍ଣ ତଥା ଚିନ୍ତା ଶକ୍ତି ବିଶିଷ୍ଟ ଏକ ମନ ପ୍ରଦାନ କଲେ। ସେମାନଙ୍କୁ ଜ୍ଞାନ ତଥା ବିବେଚନାର ଶକ୍ତିରେ ସେ ପୂର୍ଣ୍ଣ କଲେ ଓ ସେମାନଙ୍କୁ ସତ୍ ସତ୍ ଦେଖାଇ ଦେଲେ। ସେମାନଙ୍କୁ ଯେପରି ତାହାଙ୍କ ମହିମା ପ୍ରତାପକୁ ଦେଖାଇ ଦିଅନ୍ତି, ତନ୍ନିମନ୍ତେ ତାହାଙ୍କ ଚକ୍ଷୁ ସେ ସେମାନଙ୍କ ହୃଦୟରେ ଅବସ୍ଥାପିତ କଲେ। ତାହାଙ୍କ କର୍ମାବଳୀର ମହତ୍ତ୍ୱ ଘୋଷଣା କରି ସେମାନେ ତାହାଙ୍କ ପବିତ୍ର ନାମର ସ୍ତୁତିଗାନ କରିବେ। ସେ ସେମାନଙ୍କୁ ଜ୍ଞାନ ପ୍ରଦାନ କଲେ ଓ ସେମାନଙ୍କ ପ୍ରତି ଜୀବନର ବିଧାନ ନିର୍ଣ୍ଣୟ କଲେ। ସେମାନଙ୍କ ସହ ସେ ଏକ ଶାଶ୍ୱତ ବ୍ୟବସ୍ଥା ବିଧାନ ସାଲିସ କଲେ ଓ ତାହାଙ୍କ ନୀତିନିଷ୍ଠ ବିଚାର ସେ ସେମାନଙ୍କଠାରେ ପ୍ରକାଶ କଲେ। ତାହାଙ୍କର ଗୌରବମଣ୍ଡିତ ମହିମାକୁ ସେମାନଙ୍କ ଚକ୍ଷୁ ଦେଖିଲା ଓ ସେମାନଙ୍କ କାନ ତାହାଙ୍କ ସ୍ୱର ମହିମା ଶୁଣିଲା। ସେ ସେମାନଙ୍କୁ କହିଲେ, ସର୍ବବିଧ ଅଧାର୍ମିକତା ବିରୁଦ୍ଧରେ ସାବଧାନ ହୁଅ। ନିଜ ପ୍ରତିବେଶୀ ସମ୍ବନ୍ଧରେ ପ୍ରତ୍ୟେକଙ୍କୁ ସେ ଆଦେଶ ପ୍ରଦାନ କଲେ। ନ୍ୟାୟାଧୀଶ ରୂପେ ଈଶ୍ୱର ସେମାନଙ୍କର ମାର୍ଗ ସର୍ବଦା ତାହାଙ୍କ ସନ୍ନିଧାନରେ ଅବସ୍ଥିତ। ସେ ସମସ୍ତ ତାହାଙ୍କର ସୃଷ୍ଟିରୁ ଲୁଚି ରହିବ ନାହିଁ। ପ୍ରତ୍ୟେକ ଜାତି ପାଇଁ ସେ ଜଣେ ଶାସକଙ୍କୁ ନିଯୁକ୍ତି ପ୍ରଦାନ କଲେ, କିନ୍ତୁ ଇସ୍ରାଏଲ ଅଟେ ପ୍ରଭୁଙ୍କର ସ୍ୱଅଧିକାରାଂଶ। ସେ ସେମାନଙ୍କର ସମସ୍ତ କର୍ମ ତାହାଙ୍କ ସନ୍ନିଧାନରେ ସୂର୍ଯ୍ୟ ସଦୃଶ ସୁସ୍ପଷ୍ଟ ଓ ତାହାଙ୍କର ଚକ୍ଷୁ ସେମାନଙ୍କ ମାର୍ଗ ସକଳ ଉପରେ ଚିରନ୍ତନ ଥାଏ। ସେମାନଙ୍କର ଦୋଷ ସବୁ ତାହାଙ୍କ ସନ୍ନିଧାନରେ ଗୁପ୍ତ ହୋଇ ରହେ ନାହିଁ। ସେମାନଙ୍କର ସମସ୍ତ ପାପ ପ୍ରଭୁଙ୍କର ଦୃଷ୍ଟିଗୋଚର ଅଟେ। ଜଣେ ବ୍ୟକ୍ତିର ଦାନ ଧର୍ମକୁ ସେ ମୋହର ମୁଦ୍ରା ସଦୃଶ ମନେ କରନ୍ତି ଓ ତାର ଦୟାପୂର୍ଣ୍ଣ କାର୍ଯ୍ୟକୁ ସେ ତାହାଙ୍କର ନୟନମଣି ରୂପେ ବିବେଚନା କରନ୍ତି। ନିର୍ଦ୍ଦିଷ୍ଟ ଦିନରେ ଉଠି ସେ ସେମାନଙ୍କୁ ପୁରସ୍କୃତ କରିବେ ଓ ସେମାନଙ୍କର ପ୍ରତିଫଳ ସେ ସେମାନଙ୍କ ମସ୍ତକ ଉପରେ ବର୍ଷଣ କରିବେ। ତଥାପି ଯେଉଁମାନେ ଅନୁତପ୍ତ ହେବେ ସେମାନଙ୍କୁ ଫେରି ଆସିବା ପାଇଁ ସେ ସୁଯୋଗ ଦେବେ। ଯେଉଁମାନଙ୍କର ସହ୍ୟ ଶକ୍ତି ଦୁର୍ବଳ ସେ ସେମାନଙ୍କୁ ପ୍ରୋତ୍ସାହନ ଦେବେ। ଅନୁତାପ ପାଇଁ ଆହ୍ୱାନ। ପ୍ରଭୁଙ୍କ ସମୀପକୁ ଫେରିଆସ ଓ ତୁମ ପାପ ପରିତ୍ୟାଗ କର। ତାହାଙ୍କ ସନ୍ନିଧାନରେ ପ୍ରାର୍ଥନା କର ଓ ତୁମ ଅପରାଧ ନ୍ୟୁନ କର। ପରାତ୍ପରଙ୍କ ନିକଟକୁ ଫେରିଆସ ଓ ତୁମ ଦୋଷ ଅପେକ୍ଷା କର। ଜଘନ୍ୟତାକୁ କଠିନ ଭାବେ ବିଦେଶ କର।
ଯେଉଁମାନେ ଜୀବିତ ଓ କୃତଜ୍ଞତାର୍ପଣ କରନ୍ତି ସେମାନଙ୍କ ଭଳି କିଏ ବା ପାତାଳରେ ପରାତ୍ପରଙ୍କ ଉଦ୍ଦେଶ୍ୟରେ ସ୍ତୁତିଗାନ କରିବ? ଯେଉଁମାନେ ଅସ୍ତିତ୍ୱ ପ୍ରାପ୍ତ ହୋଇନାହାନ୍ତି ସେମାନଙ୍କ ସଦୃଶ ମୃତ ବ୍ୟକ୍ତିମାନେ କୃତଜ୍ଞତାର୍ପଣ କରନ୍ତି ନାହିଁ। ଯେଉଁମାନେ ଜୀବିତ ତଥା ସୁସ୍ଥ କେବଳ ସେମାନେ ହିଁ ପ୍ରଭୁଙ୍କର ସ୍ତୁତିଗାନ କରନ୍ତି। ଯେଉଁମାନେ ପ୍ରଭୁଙ୍କ ସମୀପକୁ ଫେରନ୍ତି ସେମାନଙ୍କ ପାଇଁ ତାହାଙ୍କର କରୁଣା ତଥା କ୍ଷମା କି ବିଶାଳ। ସମସ୍ତ ବିଷୟ ମନୁଷ୍ୟଠାରେ ରହିପାରିବ ନାହିଁ, କାରଣ ଏକ ମନୁଷ୍ୟପୁତ୍ର ଅବିନଶ୍ୱର ନୁହେଁ। ସୂର୍ଯ୍ୟ ଅପେକ୍ଷା ଅଧିକ ଜ୍ୟୋତିର୍ମୟ ଅନ୍ୟ କ'ଣ ବା ଅଛି? ତଥାପି ତାହା ଆଲୋକ ମଳିନ ହୁଏ। ସେହିପରି ରକ୍ତ ମାଂସ ବିଶିଷ୍ଟ ମନୁଷ୍ୟ ମନ୍ଦ କାର୍ଯ୍ୟ ଯୋଜନା କରେ। ଉର୍ଦ୍ଧ୍ୱାକାଶର ସୈନ୍ୟବାହିନୀକୁ ଧାଡ଼ି ଧାଡ଼ି ପୂର୍ବକ ସେ ଠିଆ କରାନ୍ତି, କିନ୍ତୁ ସମସ୍ତ ମନୁଷ୍ୟ ଧୂଳି ତଥା ଭସ୍ମ ମାତ୍ର। ଅଧ୍ୟାୟ 18। ଈଶ୍ୱରଙ୍କ ମହତ୍ତ୍ୱ। ଯିଏ ଚିରଞ୍ଜୀବୀ, ସେ ସମଗ୍ର ବିଶ୍ୱ ସୃଷ୍ଟି କରିଛନ୍ତି। କେବଳ ପ୍ରଭୁ ନୀତିନିଷ୍ଠ ଅଟନ୍ତି। ତାହାଙ୍କର କର୍ମାବଳୀ ପ୍ରଖ୍ୟାପିତ କରାଯିବା ପାଇଁ କୌଣସି ବ୍ୟକ୍ତିକୁ ସେ ଉପଯୁକ୍ତ ଶକ୍ତି ପ୍ରଦାନ କରି ନାହାନ୍ତି ଓ ତାହାଙ୍କର ପରାକ୍ରମଶାଳୀ କାର୍ଯ୍ୟ କିଏ ଅନୁସନ୍ଧାନ କରିପାରେ? ତାହାଙ୍କର ପ୍ରତାପମୟ ପରାକ୍ରମକୁ ମାପିବା ପାଇଁ କିଏ ବା ସକ୍ଷମ ଓ ତାହାଙ୍କର କରୁଣା ସବୁକୁ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରିବା ପାଇଁ କିଏ ବା ସମର୍ଥ? ତାକୁ ନ୍ୟୁନ କିମ୍ବା ପରିବର୍ତ୍ତିତ କରିବା ଅସାଧ୍ୟ କିମ୍ବା ପ୍ରଭୁଙ୍କର ଅଦ୍ଭୁତ କର୍ମାବଳୀର ଅନୁସନ୍ଧାନ କରିବା ଅସମ୍ଭବ। ଜଣେ ମନୁଷ୍ୟ ଯେତେବେଳେ ତାହାଙ୍କ ଅନ୍ୱେଷଣର ପରିସମାପ୍ତି ଘଟାଏ ସେତେବେଳେ ତାହା ହିଁ ତାହାର ଆରମ୍ଭ ଏବଂ ସେ ଯେବେ ସେଥିରୁ ନିବୃତ୍ତ ହୁଏ ତେବେ ସେ କିଂକର୍ତ୍ତବ୍ୟ ବିମୂଢ଼ ହୁଏ। ମନୁଷ୍ୟର ବ୍ୟର୍ଥତା। ମନୁଷ୍ୟ ବା କ'ଣ? ତା'ର ପ୍ରୟୋଜନ ବା କ'ଣ? ତା ପାଇଁ ମଙ୍ଗଳ ତଥା ଅମଙ୍ଗଳ କ'ଣ? ମନୁଷ୍ୟ ଯଦି 100 ବର୍ଷ ବୟସ ପର୍ଯ୍ୟନ୍ତ ଜୀବିତ ହୋଇ ରହେ ତେବେ ତାହା ଦୀର୍ଘାୟୁ ଅଟେ। ଅନନ୍ତକାଳ ତୁଳନାରେ କେତେକ ବର୍ଷ ସମୁଦ୍ରର ଗୋଟିଏ ଜଳବିନ୍ଦୁ ଓ ବାଲୁକାର ଗୋଟିଏ କଣିକା ସଦୃଶ। ସୁତରାଂ ସେମାନଙ୍କ ପ୍ରତି ପ୍ରଭୁ ଧୈର୍ଯ୍ୟଶୀଳ, ସେମାନଙ୍କ ଉପରେ ତାଙ୍କର କରୁଣା ସେ ଢାଳି ଦିଅନ୍ତି। ସେ ଦେଖି ଜାଣନ୍ତି ଯେ ସେମାନଙ୍କର ପରିଣାମ ମନ୍ଦ, ସୁତରାଂ ସେ ସେମାନଙ୍କ ଉଦ୍ଦେଶ୍ୟରେ ଅମାପ କ୍ଷମା ପ୍ରଦର୍ଶନ କରନ୍ତି। ଜଣେ ବ୍ୟକ୍ତି ନିଜ ପ୍ରତିବେଶୀକୁ ସହାନୁଭୂତି ଦେଖାଏ, କିନ୍ତୁ ପ୍ରଭୁ ସମସ୍ତ ଜୀବିତ ପ୍ରାଣୀଙ୍କୁ ସହାନୁଭୂତି ପ୍ରଦର୍ଶନ କରନ୍ତି। ସେ ସେମାନଙ୍କୁ ଭର୍ତ୍ସନା କରନ୍ତି ଓ ତାଲିମ ପୂର୍ବକ ଶିକ୍ଷା ଦିଅନ୍ତି ଓ ମେଷପାଳକ ଯେପରି ନିଜ ମେଷମାନଙ୍କୁ ଫେରାଇ ଆଣେ ସେହିପରି ସେ ସେମାନଙ୍କୁ ଫେରାଇ ଆଣନ୍ତି। ଯେଉଁମାନେ ତାହାଙ୍କର ତାଲିମ ଗ୍ରହଣ କରନ୍ତି ଓ ତାହାଙ୍କର ନୀତିନିଷ୍ଠ ବିଚାର ସବୁ ପାଇଁ ଆଗ୍ରହାନ୍ୱିତ ହୁଅନ୍ତି ସେମାନଙ୍କ ପ୍ରତି ସେ ସହାନୁଭୂତି ପ୍ରଦର୍ଶନ କରନ୍ତି। ବିବେକ। ହେ ମୋର ବତ୍ସ, ତୁମ ସତ୍କର୍ମାବଳୀ ସହ ତିରସ୍କାରକୁ ମିଶ୍ରଣ କର ନାହିଁ କିମ୍ବା ଉପହାର ଦେବା ସମୟରେ ଦୁଃଖଦାୟକ କଥା କୁହ ନାହିଁ। ଶିଶିର କ'ଣ ଦଗ୍ଧକାରୀ ଉତ୍ତାପକୁ ଶମିତ କରେ ନାହିଁ? ସେହିପରି ଏକ ଆଶ୍ୱାସନାଦାୟକ ବାକ୍ୟ ଉପହାର ଅପେକ୍ଷା ଅଧିକ ଶ୍ରେଷ୍ଠ। ବାସ୍ତବରେ କ'ଣ ସେପରି ଏକ ବାକ୍ୟ ଉପହାରକୁ ବଳିଯାଏ ନାହିଁ? ଏହି ଉଭୟଟି ଜଣେ କରୁଣାପୂର୍ଣ୍ଣ ବ୍ୟକ୍ତିଠାରେ ଦୃଷ୍ଟ। ଜଣେ ନିର୍ବୋଧ ବ୍ୟକ୍ତି କରୁଣାହୀନ ତଥା ନିନ୍ଦୁକ ଓ ଜଣେ ଈର୍ଷାପର ବ୍ୟକ୍ତିର ଉପହାର ଚକ୍ଷୁକୁ ନିସ୍ତେଜ କରିଦିଏ। କୌଣସି ବିଷୟରେ ବାର୍ତ୍ତାଳାପ କରିବା ପୂର୍ବରୁ ଶିକ୍ଷା ଲାଭ କର ଓ ରୋଗ ପ୍ରପୀଡ଼ିତ ହେବା ପୂର୍ବରୁ ନିଜ ଆରୋଗ୍ୟ ସମ୍ବନ୍ଧରେ ଯତ୍ନ ନିଅ। ନ୍ୟାୟ ବିଚାର କରିବା ପୂର୍ବରୁ ସ୍ୱୟଂ ନିଜକୁ ପରୀକ୍ଷା କର, ତାହାହେଲେ ପରିଦର୍ଶନ କାଳରେ ତୁମେ କ୍ଷମା ପ୍ରାପ୍ତ ହେବ।
ରୋଗ ପ୍ରପୀଡ଼ିତ ହେବା ପୂର୍ବରୁ ନିଜକୁ ବିନୀତ କର ଓ ପାପ କରିବାର ଉଦ୍ୟମ ପୂର୍ବରୁ ସେଥିରୁ ବିମୁଖ ହୁଅ। ଗ୍ରହଣ କରିଥିବା ବ୍ରତକୁ ଯଥାକାଳରେ ସମ୍ପାଦନ କରିବା ପାଇଁ କୌଣସି ବିଷୟ ତୁମକୁ ସ୍ଥଗିତ ନ କରୁ ତାହା ପାଳନ କରିବା ପାଇଁ ମୃତ୍ୟୁ ସମୟ ପର୍ଯ୍ୟନ୍ତ ଅପେକ୍ଷା କର ନାହିଁ। ବ୍ରତ ଗ୍ରହଣ କରିବା ପୂର୍ବରୁ ସ୍ୱୟଂ ନିଜକୁ ପ୍ରସ୍ତୁତ କରି ରଖ ଓ ପ୍ରଭୁଙ୍କୁ ପରୀକ୍ଷା କରୁଥିବା ଜଣେ ଲୋକ ସଦୃଶ ହୁଅ ନାହିଁ। ମୃତ୍ୟୁ ସମୟରେ ତୁମର ସମ୍ମୁଖୀନ ହେବାକୁ ଥିବା କ୍ରୋଧ ଓ ସେ ଯେବେ ତାହାଙ୍କ ମୁଖକୁ ବିମୁଖ କରିବେ ତାହାଙ୍କ ସେ ସମୟର ପ୍ରତିଶୋଧ ସମ୍ପର୍କରେ ଆଲୋଚନା କର। ଐଶ୍ୱର୍ଯ୍ୟ କାଳରେ କ୍ଷୁଧା ଏବଂ ବିତ୍ତଶାଳୀ ଥିବା ସମୟରେ ଦାରିଦ୍ର୍ୟ ତଥା ଅଭାବ ସମ୍ବନ୍ଧରେ ଚିନ୍ତା କର ନାହିଁ। ପ୍ରଭାତ ଠାରୁ ପ୍ରଦୋଷ ପର୍ଯ୍ୟନ୍ତ ପରିସ୍ଥିତିର ପରିବର୍ତ୍ତନ ଘଟେ ଓ ପ୍ରଭୁଙ୍କ ସନ୍ନିଧାନରେ ସମସ୍ତ ବସ୍ତୁ ଅତି ଶୀଘ୍ର ଅତିକ୍ରମ କରେ। ଜଣେ ବିଜ୍ଞ ବ୍ୟକ୍ତି ସମସ୍ତ ବିଷୟରେ ସତର୍କ ଅଟେ ଓ ପାପର ଦିନଗୁଡ଼ିକରେ ଦୁଷ୍କର୍ମାବଳୀ ବିରୁଦ୍ଧରେ ସେ ଜାଗ୍ରତ ଥାଏ। ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ପ୍ରଜ୍ଞା ସ୍ୱୀକାର କରନ୍ତି ଓ ଯିଏ ତାହାର ସନ୍ଧାନ ପାଏ ତାହାକୁ ସେ ପ୍ରଶଂସା କରେ। ଯେଉଁମାନେ ସାଗର ଗର୍ଭରକ ବକ୍ତବ୍ୟ ବୁଝିପାରନ୍ତି ସେମାନେ ବିଦ୍ୟା ପ୍ରାପ୍ତ ହୁଅନ୍ତି ଓ ସେମାନେ ସଠିକ୍ ନୀତିବାକ୍ୟ କହନ୍ତି। ଆତ୍ମସଂଯମ। ମନ୍ଦ ଲାଳସାର ବଶୀଭୂତ ହୁଅ ନାହିଁ ବରଂ ତୁମ ଭୋଗବାସକୁ ନିୟନ୍ତ୍ରଣ କର। ଅଧମ ବିଳାସ ଦ୍ୱାରା ଆନନ୍ଦିତ ହେବା ପାଇଁ ତୁମେ ଯଦି ନିଜକୁ ଅନୁମତି ଦେଉଥାଅ ତେବେ ତାହା ତୁମକୁ ତୁମ ଶତ୍ରୁମାନଙ୍କ ସମ୍ମୁଖରେ ଉପହାସର ପାତ୍ରରେ ପରିଣତ କରିବ। ଅତି ଭୋଗବିଳାସମୟ ଜୀବନର ଆମୋଦ ପ୍ରମୋଦ କର ନାହିଁ, କାଳେ ତୁମେ ସେଥିରେ ବ୍ୟୟ କରିବା ଯୋଗୁଁ ନିର୍ଧନ ହୋଇପାର। ନିଜ ହସ୍ତରେ ଯେବେ କିଛି ନ ଥାଏ ତେବେ ଋଣ କରି ଭୋଜି ପର୍ବ ଆୟୋଜନ କରି ଭିକ୍ଷୁକ ହୁଅ ନାହିଁ। ଅଧ୍ୟାୟ 19। ଜଣେ ମଦ୍ୟପାୟୀ ଶ୍ରମିକ କେବେହେଁ ବିତ୍ତଶାଳୀ ହେବ ନାହିଁ ଓ ଯିଏ କ୍ଷୁଦ୍ର ବିଷୟକୁ ଅବମାନନା କରେ ସେ କ୍ରମେ କ୍ରମେ ବିନଷ୍ଟ ହେବ। ଦ୍ରାକ୍ଷାରସ ତଥା ନାରୀ ବୁଦ୍ଧିମାନ ବ୍ୟକ୍ତିକୁ ପଥଭ୍ରଷ୍ଟ କରିବେ ଓ ଗଣିକାମାନଙ୍କ ସହ ସମ୍ପର୍କ ରଖୁଥିବା ବ୍ୟକ୍ତି ଅତ୍ୟନ୍ତ ଅବିବେକୀ ଅଟେ। କ୍ଷୟ ତଥା କୀଟ ତାଙ୍କୁ ଅଧିକାର କରିବ ଓ ଜଣେ ଅବିବେକୀ ବ୍ୟକ୍ତି ଅପସାରିତ ହେବ। ଅସାର କଥା ବିରୁଦ୍ଧରେ ଜାଗରଣ। ଯିଏ ଅନ୍ୟମାନଙ୍କୁ ଅତିଶୀଘ୍ର ବିଶ୍ୱାସ କରେ ସେ ଚପଳମନା ଓ ଯିଏ ପାପ କରେ ସେ ନିଜ ପ୍ରତି ଉପଦ୍ରବ କରେ। ଯିଏ ଦୁଷ୍ଟତାରେ ଆନନ୍ଦିତ ହୁଏ ତାକୁ ଶାସ୍ତି ଦିଆଯିବ। ଯିଏ ମିଥ୍ୟା ରଟଣାକୁ ବିଦ୍ୱେଷ କରେ ସେ ମନ୍ଦତାରୁ ଦୂରେଇ ରହେ। ତୁମେ ଯାହା ଶୁଣିଅଛ ସେ ସମସ୍ତକୁ କେବେହେଁ ଆବୃତ କର ନାହିଁ, ତଦ୍ୱାରା ତୁମର କୌଣସି କ୍ଷତି ହେବ ନାହିଁ। ମିତ୍ର ହେଉ କିମ୍ବା ଶତ୍ରୁ ହେଉ କାହାକୁ ସୁଦ୍ଧା ତାହା ଜଣାଅ ନାହିଁ। ତାହା ଯଦି ପାପ ହୋଇନଥାଏ ତେବେ ତାହାକୁ କଦାପି ବିଜ୍ଞାପିତ କର ନାହିଁ। କାରଣ ତୁମ କଥା ଶୁଣି କେହି ଜଣେ ତୁମକୁ ନିରୀକ୍ଷଣ କରିଅଛି ଓ କାଳକ୍ରମେ ସେ ତୁମ ପ୍ରତି ବିଦ୍ୱେଷ କରିପାରେ। ତୁମେ କ'ଣ କିଛି ଶୁଣିଅଛ? ତାହା ତୁମ ସହିତ ମୃତ୍ୟୁବରଣ କରୁ। ସାହସୀ ହୁଅ, ତାହା ତୁମକୁ ଫଟାଇବ ନାହିଁ। ଯେଉଁ ମୂଢ଼ ଲୋକ ସେହି କଥା ଶୁଣିଥିବ ପ୍ରସବ ବେଦନାଗ୍ରସ୍ତା ନାରୀ ସଦୃଶ ସେ ଯନ୍ତ୍ରଣା ଭୋଗ କରିବ। ମୂଢ଼ ବ୍ୟକ୍ତିର ଅନ୍ତରରେ ଥିବା ବାକ୍ୟ ଜଙ୍ଘ ମାଂସରେ ବିଦ୍ଧ ହୋଇ ରହୁଥିବା ଏକ ସର ସଦୃଶ। ସମସ୍ତ କଥା ବିଶ୍ୱାସ କରିବା ଅନୁଚିତ। ଯାହା ଶୁଣିଅଛ ସେ ସମ୍ବନ୍ଧରେ ତୁମ ବନ୍ଧୁକୁ ପ୍ରଶ୍ନ କର। ହୁଏତ ସେ ତାହା କରି ନଥିବ, କିନ୍ତୁ ଯଦି ସେ ତାହା କରିଥାଏ ତେବେ ସେ ତାହା ଆଉ କେବେହେଁ କରିବ ନାହିଁ। ସେହି ବିଷୟ ସମ୍ବନ୍ଧରେ ତୁମ ପ୍ରତିବେଶୀକୁ ପ୍ରଶ୍ନ କର। ହୁଏତ ସେ ତାହା କରିନଥିବ, କିନ୍ତୁ ସେ ଯଦି କହିଥାଏ ତେବେ ସେ ତାହା ଆଉ କେବେହେଁ କହିବ ନାହିଁ।
ସେହି ବିଷୟ ସମ୍ପର୍କରେ ତୁମ ବନ୍ଧୁକୁ ପ୍ରଶ୍ନ କର, ହୁଏତ ତାହା ମିଥ୍ୟା ହୋଇପାରେ। ସୁତରାଂ ଯାହା ସବୁ ଶୁଣିଅଛ ସେ ସମସ୍ତକୁ ବିଶ୍ୱାସ କର ନାହିଁ। ଜଣେ ବ୍ୟକ୍ତି ଅନିଚ୍ଛାପୂର୍ବକ ଭୁଲ କରିପାରେ। ନିଜ ଜିହ୍ୱା ଦ୍ୱାରା କଦାପି ପାପ କରିନଥିବା କେହି ଅଛି କି? ତୁମର ପ୍ରତିବେଶୀକୁ ଧମକ ଦେବା ପୂର୍ବରୁ ତାକୁ ପ୍ରଶ୍ନ କର ଓ ପରାତ୍ପରଙ୍କର ବିଧାନ କାର୍ଯ୍ୟକାରୀ ହେବା ପାଇଁ ସୁଯୋଗ ଦିଅ। ଯଥାର୍ଥ ତଥା କପଟୀ ଜ୍ଞାନ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନରେ ସମସ୍ତ ପ୍ରଜ୍ଞା ଓ ବିଧାନ ପାଳନରେ ପ୍ରଜ୍ଞା ଥାଏ। କିନ୍ତୁ ଦୁଷ୍ଟତା ସମ୍ବନ୍ଧୀୟ ଜ୍ଞାନ ପ୍ରଜ୍ଞା ନୁହେଁ ଓ ପାପୀମାନଙ୍କ ଉପଦେଶ ବିବେକ ରହିତ। ଏପରି ଏକ ଦକ୍ଷତା ଅଛି ଯାହା ଘୃଣ୍ୟ, କିନ୍ତୁ ଯେ ପ୍ରଜ୍ଞାରୁ ବଞ୍ଚିତ ସେ ମୂଢ଼ ଅଟେ। ଯେଉଁ ବୁଦ୍ଧିମାନ ବ୍ୟକ୍ତି ବିଧାନ ଲଙ୍ଘନ କରେ ସେ ତା ଅପେକ୍ଷା ଅଧିକ ଅବିବେକୀ ହୋଇ ସୁଦ୍ଧା ଯେ ଈଶ୍ୱରଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ ସେ ଅଧିକ ଶ୍ରେଷ୍ଠ। ଏପରି ଏକ ନିପୁଣତା ଅଛି ଯାହା ଦ୍ୱିଧା ଭାବ ବିଶିଷ୍ଟ, କିନ୍ତୁ ତାହା ଅନ୍ୟାୟୀ। ଏପରି କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏକ ବିଚାର ରାୟ ପାଇବା ନିମନ୍ତେ ଦୟାକୁ ଅପବ୍ୟୟ କରନ୍ତି ଏବଂ ସେଥିସକାଶେ ଦୟାକୁ ଅପବ୍ୟୟ କରୁଥିବା ବ୍ୟକ୍ତିଗଣ ମଧ୍ୟ ଅଛନ୍ତି। ନିଜ ମସ୍ତକ ନତ କରି ବିଳାପପୂର୍ବକ ବୁଲୁଥିବା ଜଣେ ଶଠ ବ୍ୟକ୍ତି ମଧ୍ୟ ଅଛି, କିନ୍ତୁ ତାର ହୃଦୟ ପ୍ରବଞ୍ଚନାପୂର୍ଣ୍ଣ। ନିଜ ମୁଖ ଆଚ୍ଛାଦନ କରି କିଛି ଶୁଣୁ ନଥିବା ସଦୃଶ ସେ ଛଳନା କରିବ, କିନ୍ତୁ ଯେଉଁଠାରେ କେହି ଦେଖୁନଥାଏ ସେଠାରେ ସେ ତୁମକୁ ବିପଦାପନ୍ନ କରିବ। ବଳହୀନତା ଯୋଗୁଁ ଯଦିଓ ସେ ପାପରୁ ଦୂରରେ ଥାଏ, ତଥାପି ସେ ଯେତେବେଳେ ସୁଯୋଗ ପାଇବ ସେତେବେଳେ ସେ ଅନିଷ୍ଟ ସାଧନ କରିବ। ବାହ୍ୟ ରୂପ ବଳରେ ଜଣେ ମନୁଷ୍ୟ ଚିହ୍ନାଯାଏ ଓ ନିଜ ମୁଖ ଭାବ ଦ୍ୱାରା ଜଣେ ବୁଦ୍ଧିମାନ ବ୍ୟକ୍ତି ଜଣାପଡ଼େ। ଜଣେ ବ୍ୟକ୍ତି କିଭଳି ଲୋକ ଏହା ତାର ପୋଷାକ, ହାସ୍ୟ ତଥା ଭ୍ରମଣ ରୀତିରୁ ଅନୁମିତ ହୁଏ।